Myself Srikant Raut, Superintendent Engineer RWSS Division Rairampuर. ଆମର ରାଇରଙ୍ଗପୁର ବ୍ଲକ 9ଟି ଜିପି 112ଟି ଭିଲେଜ ଆମେ ମେଗା ପ୍ରକଳ୍ପ ଦ୍ୱାରା ଆମର ସମସ୍ତ ଘରକୁ ପାଣି ଆମେ ଯୋଗାଇବା ସଫଳ ହେଇଛୁ, ଯେଉଁଟାକି ଆମର ଉମ୍ବାଡସି ପ୍ରୋଜେକ୍ଟ ଉମ୍ବାଡସି ଫଣ୍ଡିଂ ଥିଲା। ପୁରା ସମ୍ପୂର୍ଣ୍ଣ 13,834 ହାଉସ୍ ହୋଲ୍ଡ ଆମର ପୁରା କଭର କରୁଛୁ, ଯେଉଁଟାକି ଆମର ମାନେ ସରଫେସ୍ ସୋର୍ସରୁ ଆମେ ପାଣି ଟେକ୍ଅପ୍ କରି ତାକୁ ଫିଲ୍ଟ୍ରେସନ୍ କରି ଆମେ 29ଟି ଓଭରହେଡ୍ ଟ୍ୟାଙ୍କ ଫିଲ୍ଅପ୍ କରି ସବୁ ଗାଁକୁ ଆମେ ସକ୍ସେସଫୁଲି କଭର କରିପାରିଛୁ। ଲୋକମାନେ ଏବେ ଆଗ ଅପେକ୍ଷା ବହୁତ ଭଲରେ ଘରେ ସମସ୍ତେ ଟ୍ୟାପ୍ରେ ପାଣି ପାଇପାରୁଛନ୍ତି। ପୂର୍ବରୁ ଯେହେତୁ ଆମର ଏଇଟା ମାଇନ୍ସ ଏରିଆ, ସମସ୍ତେ ଆମେ ଗ୍ରାଉଣ୍ଡ ୱାଟର ୟୁଜ୍ କରୁଥିଲେ। ଗ୍ରାଉଣ୍ଡ ୱାଟର ବହୁତ ଗୁଡ଼ିଏ କମ୍ପ୍ଲେନ୍ ଆସୁଥିଲା କି ପାଣି ବହୁତ ଖରାପ ଆସୁଛି, ଲୁହାଳିଆ ଲାଗୁଛି, ଆଇରନ୍ କଣ୍ଟେଣ୍ଟ ରହୁଛି। ତ ଏବେ ସେଗୁଡ଼ା ସବୁ ଆମେ ତାକୁ ସବୁ ଓଭରକମ୍ କରୁଛୁ। ଏବେ ଲୋକ ସମସ୍ତେ 2 ଘଣ୍ଟାରୁ 3 ଘଣ୍ଟା ପାଖାପାଖି ପାଣି ସମସ୍ତେ ପାଉଛୁ। ସବୁ ସ୍କୁଲ ଅଙ୍ଗନବାଡ଼ିକୁ କନେକ୍ସନ୍ ଦିଆହେଇଛି, ସବୁ ଆମର ଇନଷ୍ଟିଟ୍ୟୁସନାଲକୁ ବି କଭର କରାହେଇଛି। ସବୁ ଓଭରାଲି ସମସ୍ତେ ଆମେ ଏବେ ହରଘରଜଲ ସବୁ 112ଟି ଭିଲେଜକୁ ଆମେ ହରଘରଜଲ ସାର୍ଟିଫାଇଡ୍ ବି କରିସାରିଛୁ। ଆଉ ଓଡ଼ିଶାର ପ୍ରଥମ ବ୍ଲକ ଭାବେ ଆମେ ସାର୍ଟିଫାଇଡ୍ କରିଛୁ ରାଇରଙ୍ଗପୁର ବ୍ଲକକୁ। ତେଣୁ ଉମ୍ବାଡସିକୁ ବହୁତ ବହୁତ ଧନ୍ୟବାଦ, ସେ ଫଣ୍ଡିଂ କରିଥିବାରୁ, ସକ୍ସେସଫୁଲି କମ୍ପ୍ଲିଟ୍ କରିଥିବାରୁ। ନଳକୂଅରୁ ଆଣୁଥିଲୁ ଏଇ ଦୂର ଆଡ଼ୁ, ଆଉ ଏବେ ପାଇପ୍ ପାଣି ପାଉଛୁ, ଭଲ ଲାଗୁଛି, ପିଇବା ପାଇଁ ଭଲ ଲାଗୁଛି, ଗାଧେଇବା ପିଇବା ଏମିତିକି ସବୁ କିଛି ବହୁତ କିଛି ହୋମୱାର୍କ ପାଇଁ ଆମେ ପାଇଛୁ। ମୋ ନାଁ ହେଲା ସୁନିତା ମୁର୍ମୁ, ଆଉ ଏଇଟା ହେଲା କଣ୍ଟାମୁଣି ଅଙ୍ଗନବାଡ଼ି କେନ୍ଦ୍ର। ଆମେ ଏବେ ଅମ୍ବାଡିସି ତରଫରୁ ଯେଉଁ ପାଣି ପାଉଛୁ ପାଇପ୍ରେ, ଏଇଟା ଭଲ। ଆଗରୁ ଆମେ ପାଉଥିଲୁ ଟ୍ୟୁବୱେଲ୍ ପାଣି, ମାନେ ତାର ଲୁହା ଅଂଶ ବି ବାହାରୁଥିଲା, ଆଉ ଏବେ ଏଇଟା ପାଇକି ବହୁତ ସୁବିଧା ହେଇଛି। ଆଗରୁ ଆମେ ନଳକୂପରୁ ପାଣି ପିଉଥିଲୁ, ପାଣିର ଲୁହା ବାସ୍ନା ମିଳୁଥିଲା। ଏବେ ଯେଉଁ ଗାଁକୁ ଆମର ପାଣି ଆସିକି ଅମ୍ବାଡିସି ଆସିକି ଆମେ ପାଣି ଏବେ ଘରେ ଘରେ ନଳରେ ପାଣି ପାଇ ପାରୁଛୁ।